ମୋ ନାମ ଶ୍ରୀ ନାରାୟଣ ଚନ୍ଦ୍ର ସେନାପତି। ଘର କୋଉଠି ଆପଣଙ୍କର? ଗାଁ ହେଲା ମହାନ୍ତିଆ। କ'ଣ ଆପଣଙ୍କର ସମସ୍ୟା ହେଇଛି? ସମସ୍ୟା ଏହି ଯେ ମୁଁ ଜଣେ ବରିଷ୍ଠ ଦୁସ୍ଥ ଅକ୍ଷମ କଳାକାର ହିସାବରେ ବହୁମୁଖୀ ପ୍ରତିଭା ହିସାବରେ ସମାଜରେ ବହୁ ବର୍ଷ ଦୀର୍ଘ 70 ବର୍ଷ ବାଲ୍ୟ ଜୀବନରୁ ହିଁ କାମ କରି ଆସିଛି ବିନା ପାରିତୋଷିକରେ କରି ଆସି ଓଡ଼ିଶା ସରକାରଙ୍କ ଦ୍ୱାରା ମୁଁ ଚୟନିତ ହେଲି 2001-2 ମସିହାରେ ଏବଂ ସେହି ସମୟରୁ ରାଜ୍ୟ ସରକାର ମହାନୁଭବ ମୋତେ 150ରୁ 200 ଟଙ୍କା 5 ବର୍ଷ ଭିତରେ କୁ ବଢ଼େଇଲେ। 200 ଟଙ୍କାରେ ପୁଣି 5 ବର୍ଷ ଭିତରେ 50 କରି 300 ଦେଲେ। 300ରୁ ପୁଣି 5 ବର୍ଷ ଭିତରେ 500, ଏମିତିକି 8-9 ମସିହା ବେଳକୁ ମୁଁ 500 ଟଙ୍କା ପାଉଥିଲି। ସେତିକି ବେଳଠୁ ମୁଁ ଜାଣିବାକୁ ପାଇଲି ଭାରତ ସରକାର, କେନ୍ଦ୍ର ସରକାର ମହୋଦୟ ଯେ ଦୁସ୍ଥ ଅକର୍ମଣ୍ୟ କଳାକାରମାନଙ୍କ ପାଇଁ 6,000 ଟଙ୍କା ମାସିକ ସହାୟତା ଭତ୍ତା ରାଶି ବ୍ୟବସ୍ଥା କରିଛନ୍ତି। କିନ୍ତୁ ମୁଁ ଜ୍ଞାନରେ ଅହରହ ମୋ କେନ୍ଦ୍ର ସରକାରଙ୍କ ସହିତ ଭୁବନେଶ୍ୱର ଯାଇ ସମ୍ପର୍କ ସ୍ଥାପନ କରି ଆମ ଭାଷା ସାହିତ୍ୟ ସଂସ୍କୃତି କଳା ବିଭାଗର ଅନୁଷ୍ଠାନ ସହିତ ଦୀର୍ଘ ବର୍ଷ ସହଯୋଗ ରଖିଛି। କାରଣ ମୁଁ ମୁକ୍ତାୟନରେ ମୋର ସମସ୍ତ ବହୁମୁଖୀ କଳାକୁ ଉପସ୍ଥାପିତ କରିବାର ତେଣୁ ମୁଁ ବହୁ ଅଭାବ ଅନାଟନ ଭିତରେ ଜୀବନ କାଟି ଏବେ ସୁଦ୍ଧା ଆପଣଙ୍କର ହଉଛି ସମସ୍ୟାଟା କ'ଣ ହେଇଛି? ମୋ ସମସ୍ୟା ମୁଖ୍ୟ ସମସ୍ୟା ହେଉଛି ଯେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଯିଏ ପାଇଲା କେନ୍ଦ୍ର ସରକାରକୁ ସେ ଆବେଦନ କରିପାରିବ, ଏହା ଆଇନ ସିଦ୍ଧ ଅଟେ। ମୁଁ ସେଇ ବର୍ଷରୁ ଆବେଦନ କରି ଆସିଥିଲି ମଧ୍ୟ, କିନ୍ତୁ ମୋତେ 22-23ରେ ଅନୁମୋଦନ କଲେ ବିଭାଗୀୟ କେନ୍ଦ୍ର ମହାନୁଭବ ସରକାର ସଂସ୍କୃତି ବିଭାଗ ଅନୁମୋଦନ କଲା ଯେ ସେ ପଇସା ମୁଁ 23 ମସିହାରେ ବି ପୁରା ପାଇପାରିଲି ନାହିଁ, ଯେ ମୋତେ 6 ମାସରେ ମାତ୍ର 23 ମସିହାରେ ଦିଆଗଲା। କେନ୍ଦ୍ର ସରକାର ସେଥିରୁ 1,000 ଟଙ୍କା ମାଇନସ୍ କରିନେଲେ, କାହିଁକିନା ପରସେଣ୍ଟ ସେ ଦେଇଥିଲେ ରାଜ୍ୟ ସରକାରକୁ, ସେ ପଇସାକୁ କାଟିନେଲା ପରେ କେନ୍ଦ୍ର ସରକାର ମୋତେ 5,500 ଟଙ୍କା ହିସାବରେ ମାସିକ ଦେବା କଥା ଆଇନତ। ତେଣୁ ତାହା ନକରି ମୋ ପ୍ରତି ଅବିଚାର କରାଯାଉଛି। ମୁଁ 70 ବର୍ଷ ଦିବାନିଶି ଖଟିଛି, ବିନା ପଇସାରେ ସମାଜ ସେବା କରିଛି। ମୋର ଦାବି କରିବି, ମୋର ରାଜ୍ୟ ସରକାର ଯେଉଁ ଟଙ୍କା ଦେଉଥିଲେ ସେଥିରୁ କେନ୍ଦ୍ର ସରକାର ଯଦି 1,000 ଟଙ୍କା ମାଇନସ୍ କଲେ 6,000, ତାହେଲେ 5,500। ଆଉ ମୁଁ ଡାକ୍ତର ଏଡ୍ରେ ଅନୁମୋଦିତ ହେଇଛି ବରିଷ୍ଠ କଳାକାର ହିସାବରେ, ଦୁଃଖୀ ଲୋକ ହିସାବରେ। ତେଣୁ ମୋର ହେଉଛି 5,500, ଇଏ 500। ବିଜେପି ସରକାର ଯେଉଁ ଅନୁମୋଦନ ଘୋଷଣା କଲେ ଯେ ଆମେ 500 ଟଙ୍କା ଦୁସ୍ଥ କଳାକାରଙ୍କୁ ଦେବୁ, ତେଣୁ ସେଇଟାକୁ ମିଶେଇକି ଆମର ହେଉଛି ମାସିକ 6,000, ହେଲେ ବାର୍ଷିକ 72,000। କିନ୍ତୁ ମୋତେ 6,000 ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ। ଯେ 23 ମସିହାରେ ମୋତେ ମାତ୍ର 33,600 ଟଙ୍କା ପଠାଇଛନ୍ତି।
ସ୍କିମ୍ ଅନୁମୋଦିତ କେନ୍ଦ୍ର ସରକାରଙ୍କର ହକ୍ଟା ମୋତେ ଦିଆଯାଉ।